राधे राधे। आज आमे माने पढ़िबा गुप्त गीता। आपण माने जदि 18 अध्याय गीता शुणी पारु नाहंती ताहले एही गुप्त गीता शुणंतु, सबु किछि बुझी पारिबे। चलंतु आरंभ करिबा। श्री गणेशाय नमः। निर्विकारं निराकारं निरानंद निरामयं निराहारं निराधारं निरालंबं नमो नमः। स्वयं ब्रह्म परं ब्रह्मं नित्यं ब्रह्ममयं जगत् ज्योति ब्रह्म महाब्रह्म तस्मै श्री ब्रह्मणे नमः। ब्रह्म विद्या महाविद्या विद्या परमा दुर्लभा गोपनीयं 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 प्रयत्नतः। प्रथम अध्याय। नमई हरि नीलगिरी जय प्रभु शंख चक्रधारी। नमई प्रभु जगन्नाथ चरणे लोटु मोर माथ। नमई प्रभु भगवान भक्त रक्षण पालन। नमई प्रभु दामोदर दरिद्र जन दुख हर। नमई प्रभु चक्रपाणि तो नाम हृदये बखाणी। बंदई पाद पद्म दुई सर्वदा शरण पसई। नमस्ते प्रभु चक्रधर ज्योति स्वरूपे उदेजार। नमस्ते प्रभु विश्वरूप सकल स्थाने तस्वरूप। नमस्ते प्रभु भावग्राही जाहार आदि अंत नाही। नमस्ते कमलारमण शेष ब्रह्मांड कारण। अनादि प्रभु हे नमस्ते सुजन जन पाळु नित्य भक्त जनक कारण। देल अंधकु चक्षुदान तुम्भर कटाक्ष मात्रेण अशेष दुरित दहन। येमंत करी बहु स्तुति पुछई पंडुर संतति। पुणी चरण तले पड़ी उभा होइला कर जोड़ी। प्रणाम करी पचारई कह हे प्रभु भावग्राही। विस्तार करी ज्ञान सार शुणिले होइबि निस्तार। कह के कण ज्ञान पाई अछंती मुनि माने ध्याई। कह के बण प्रयोजन शुणिबि आहे भगवान। श्री भगवान उवाच कहन्ति प्रभु भावग्राही शुण अर्जुन मन देई। पूर्वरे ज्ञान गुपत मुनि मानंकर ए मत। पूर्वे जे न जानती केही जानी गुपते थांती रही। ए ज्ञान अटई गुपत के जानी पारे गीता तत्व। ए ज्ञान अटे शुद्ध वाणी गुरु न कहिले न जानी। अर्जुन बोलई गोसाई मो गुरु तुम्भे कह फेई। कहन्ति प्रभु चक्रधर शुण अर्जुन वीरवर। परम ज्ञानटी गुपत तते कहुछि ज्ञान तत्व। ज्ञान जगकु निष्ठा कर अन्ते पाइबु मो शरीर। पुणी अर्जुन पचारई भो प्रभु शुण भावग्राही। ज्ञानर निष्ठा मते कह जेमंते फिटिब संदेह।
କିଏ ତ୍ରିବେଣୀ କୂଟ ସ୍ଥାନ ଜୀବର ପରମ ଆସ୍ଥାନ। ଷଟ ଚକ୍ର ଯେ ଅଣଚାଶ ତାହାର କେଉଁଠାରେ ବାସ। କେଉଁ ଚକ୍ରେ କେତେ ଅକ୍ଷର କହ ହେ ପ୍ରଭୁ ଜ୍ଞାନ ସାର। ଏ ଦେହ ବିଧି ମତେ କହ ଫିଟୁ ମୋ ମନରୁ ସନ୍ଦେହ। ଅନାହ କାଉରି ମଣ୍ଡଳ କହ ହେ ପ୍ରଭୁ ଆଦି ମୂଳ। ଭୂସ୍ଥାନ ତଳେ କର୍ପାଟ କେଉଁଠା ବରେ ଗୋଲା ହାଟ। କହ କହ ପ୍ରଭୁ ଭାବଗ୍ରାହୀ ବଙ୍କୁନାଳ ଯେ କାହିଁ ରହି। କେଉଁଠା ବରେ କାହା ସ୍ଥାନ ଆଜ୍ଞା କରିବା ଭଗବାନ। ଶିଶୁ ମୁନାର କାହିଁ ଘର କାହିଁ ଅଛନ୍ତି ନିରାକାର। ନିରାକାରର ସ୍ଥାନ କେହୁ ମତେ କହିବା ମହାବାହୁ। ନିର୍ବିକଳ୍ପ ଯେ ନିରଞ୍ଜନ କାହାକୁ ବୋଲି ମହାଶୂନ୍ୟ। ମହାଶୂନ୍ୟରେ କେଉଁ ରୂପ ବ୍ରହ୍ମର କେମନ୍ତ ସ୍ୱରୂପ। ପୁଣି ପଚାରୁଅଛି ଦାସ ଭପ୍ରଭୁ କହ ପୀତବାସ। କାହାକୁ ଦଶ ଦ୍ୱାର କହି କଳପ ବଟ କାହିଁ ରହି। କହ ହେ ପ୍ରଭୁ ଚକ୍ରଧର ଏ ଜ୍ଞାନ ତତ୍ତ୍ୱ ଟୀକା ସାର। ଯନ୍ତ୍ର ମନ୍ତ୍ରାଦି ମାନ ଯେତେ ସମସ୍ତ କହ ପ୍ରଭୁ ମତେ। ଆକାର ଉକାର ମକାର କହ ଗୁପତ ଟୀକା ସାର। ମକାର ଆକାର ଓଙ୍କାର ଏ ଦେହେ ଅଛି ଦାମୋଦର। ଅର୍ଜୁନ ପୁଣି ପଚାରଇ କି ରୂପେ ଯନ୍ତ୍ର ଯେ ବସଇ। କାହାକୁ କହି ଯନ୍ତ୍ର ମନ୍ତ୍ର ଭୋ ନାଥ କହ ଗୀତା ତତ୍ତ୍ୱ। ଯନ୍ତ୍ରରେ କିସ ସେ ବସଇ କି ରୂପେ ଯନ୍ତ୍ର ଭେଦ ହୋଇ। ଯନ୍ତ୍ର ମନ୍ତ୍ର ହି ଦିଅ କହି ଓଙ୍କାର କାହିଁରେ ବସଇ। ଓଙ୍କାର କାଟି ବସାଇବ ଯେହ୍ନେ ସଂଶୟ ମୋ ତୁଟିବ। ଚାରି ବେଦକୁ ଯେ ରୂପିଣ କହିବ ପ୍ରଭୁ ନାରାୟଣ। ସିଦ୍ଧିର ସ୍ତୁ ଯେ ବସିଥିବ ଆକାର ଉକାର ହିଁ ଥିବ। ଷଡ଼ଚକ୍ରକୁ ବସାଇବ କାହିଁ କାହାର ଅଛି ଠାବ। ଅକ୍ଷର ଅର୍ଥ ଫଳ ଦେବ କେମନ୍ତେ ଯନ୍ତ୍ର ଯେ ବସିବ। ଯନ୍ତ୍ର ମନ୍ତ୍ରକ ରୂପ କେହୁ କହିବା ହେଉ ମହାବାହୁ। ପୁଣି ଅର୍ଜୁନ ପଚାରଇ ଶୁଣ ହେ ପ୍ରଭୁ ଭାବଗ୍ରାହୀ। ଆଜ୍ଞା ହୋଇବ ଚକ୍ରଧର ଓଙ୍କାର କେତେକ ଅକ୍ଷର। ଓଙ୍କାର କେମନ୍ତେ ପ୍ରକାର କହ ହେ ସ୍ୱୟଂ ନିରାକାର। ନିର୍ଗୁଣ ବ୍ରହ୍ମ କାହିଁ ରହି କେମନ୍ତେ ପ୍ରଳୟ ହୁଅଇ। ଅର୍ଦ୍ଧମାତ୍ରାର ନାମ କିସ କହିବା ହେଉ ପୀତବାସ। କେତେ ପ୍ରକାରେ ଅର୍ଦ୍ଧମାତ୍ରା କାହିଁ ଲାଗିଛି ଶୂନ୍ୟ ଚିତା। ନିର୍ଗୁଣ ବ୍ରହ୍ମ ବିନ୍ଦୁ ନାହିଁ କେମନ୍ତେ ପ୍ରକାରେ ସେ ତହିଁ। କହ ହେ ପ୍ରଭୁ ଚକ୍ରଧର ଏ ଗ୍ରନ୍ଥର ସଟିକା ସାର। କହନ୍ତି ପ୍ରଭୁ ଚକ୍ରଧର ଶୁଣ ଅର୍ଜୁନ ଗୀତା ସାର। ଯାହା ପଚାରିଲୁ ଅର୍ଜୁନ
କେହି ନ ଜାଣେ ଏହି ଜ୍ଞାନ। ଭକତ ବୋଲି ତତେ ମୁହିଁ କହୁଛି ନ କହିବୁ ତୁହି। ଏ ଜ୍ଞାନ ମନ୍ତ୍ର ତନ୍ତ୍ର ବାଣୀ କହିବି କିଞ୍ଚିତରେ ପୁଣି। ଅତି ସମୁଦ୍ର ଏ ଗହନ ପଶନ୍ତି ଏକା ଜ୍ଞାନୀ ଜନ। ଗୁରୁ ଶିଷ୍ୟଙ୍କ ଭାବ ଏହି କହୁଛି ଶୁଣ ମନ ଦେଇ। ଗୁରୁ ସେ ଶିଷ୍ୟକୁ କହନ୍ତି ଅନ୍ୟ କେ ଗମି ନ ପାରନ୍ତି। ଗୁରୁ କହନ୍ତି ଏହା ଫେଇ ଗୁପତେ ରଖିବୁଟି ତୁହି। କହଇ ବଳରାମ ଦାସ ଶୁଣ ଅର୍ଜୁନ ଗୀତା ରସ। ଇତି ଶ୍ରୀ ବ୍ରହ୍ମ ବିଦ୍ୟାୟାଂ ପାରମହଂସ୍ୟାଂ ସଂହିତାୟାଂ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ପ୍ରଥମ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ପୁଣି ଅର୍ଜୁନ ପଚାରଇ କହ ଏ ଜ୍ଞାନ ଅର୍ଥ ଫେଇ। କାହାକୁ ବୋଲନ୍ତି ଯେ ଜ୍ଞାନ କହ ହେ ପ୍ରଭୁ ଭଗବାନ। କହନ୍ତି ପ୍ରଭୁ ଚକ୍ରଧର ଶୁଣ ଅର୍ଜୁନ ଟୀକା ସାର। ଜ୍ଞାନ ଯେ ପରମ ଅଟଇ ପୂର୍ବେ ଯେ କେହି ନ ଜାଣଇ। ଏ ଜ୍ଞାନ ହୋଇଛି ଗୁପ୍ତ ଓଙ୍କାର ଭିତରେ ଏ ତତ୍ତ୍ୱ। ପୁଣି ଅର୍ଜୁନ ପଚାରଇ କହ ଓଙ୍କାର ଭେଦ କାହିଁ। କହନ୍ତି ପ୍ରଭୁ ଭାବଗ୍ରାହୀ ମୁଖରେ ଓଙ୍କାର ରହଇ। ପୁଣି ଅର୍ଜୁନ ପଚାରଇ ଶୂନ୍ୟ ସେ କାହାକୁ ଯେ କହି। କହନ୍ତି ପ୍ରଭୁ ଭଗବାନ ମହାଶୂନ୍ୟ ଯେ ନିରଞ୍ଜନ। ଅର୍ଜୁନ ପୁଣି ପଚାରଇ ମୋତେ ତ ସନ୍ଦେହ ଲାଗଇ। ଓଙ୍କାର କହୁ ଜନ୍ମ ହୋଇ କହ ହେ ପ୍ରଭୁ ଭାବଗ୍ରାହୀ। କହନ୍ତି ପ୍ରଭୁ ଚକ୍ରଧର ଶୁଣ ଅର୍ଜୁନ ମହାବୀର। ଓଙ୍କାର କାମ ବିଞ୍ଜୁ ଜନ୍ମ ଜାଣନ୍ତି ସୁଜ୍ଞାନୀ ଉତ୍ତମ। ଅନ୍ୟ ଯେ ଗମି ନ ପାରନ୍ତ ଜ୍ଞାନ ଯେ ତହିଁରେ ଗମନ୍ତ। ଶୁଣି ଅର୍ଜୁନ ପଚାରଇ ମନେ ପଡ଼ିଲା ଭାବଗ୍ରାହୀ। କହିବି ଯନ୍ତ୍ର ମନ୍ତ୍ର ତଥ୍ୟ ତେଣୁ ପଚାରିଲି ଭୋନାଥ। ଯନ୍ତ୍ର ମନ୍ତ୍ରର ରୂପ କହ ଫିଟିବ ମନୁ ସନ୍ଦେହ। କହନ୍ତି ପ୍ରଭୁ ଗୀତା ସାର ଶୁଣ ଅର୍ଜୁନ ମହାବୀର। ଗୀତାର ସାର ତତ୍ତ୍ୱ ଜ୍ଞାନ କହିବା ତତେ ବାର ଶୁଣ। ଓଙ୍କାର ମନ୍ତ୍ର କହିଦେବା ଯନ୍ତ୍ର କାଟିଣ ବୁଝାଇବା। ପ୍ରଥମେ ଓଙ୍କାର ବସାଇ ରଖିବ ଅର୍ଦ୍ଧମାତ୍ରା ତହିଁ। ଅର୍ଦ୍ଧମାତ୍ରାକୁ ବସାଇବ ବର୍ତ୍ତୁଳ ଚିକ୍କଣ କରିବ। ଉପରେ ବିନ୍ଦୁକୁ ରଖାଇ କହିବା ବୀର ତତେ ଫେଇ। ପୁଣି ଅର୍ଜୁନ ପଚାରଇ ସେ ବିନ୍ଦୁ କାହୁଁ ଜନ୍ମ ହୋଇ। କହନ୍ତି ପ୍ରଭୁ ନାରାୟଣ ଶୁଣ ଅର୍ଜୁନ ଦେଇ ମନ। ନଥାଇ ଯହିଁରେ ପବନ ନାହାନ୍ତି ପଞ୍ଚଭୂତ ପୁଣ। ଚନ୍ଦ୍ର ସୂର୍ଯ୍ୟଙ୍କ ଗତି ନାହିଁ ଗୁରୁ କହିଲେ ତାହା ପାଇଁ। ସେଠାରୁ ଶୁଣି ଯେ ନିଗମ ଜନ୍ମ ହୋଇଲେ ପରଂ ବ୍ରହ୍ମ। ବିନ୍ଦୁରେ ଅର୍ଦ୍ଧମାତ୍ରା ରହି ତହିଁରୁ ଜନ୍ମ ପ୍ରାଣ ବହି। ପ୍ରଣବ ଓଙ୍କାରକୁ କହି ଏକାକ୍ଷର ଯେ ତହିଁ ରହି। ଅର୍ଜୁନ ପୁଣି ପଚାରଇ ପ୍ରଭୁ ଶୁଣ ଭାବଗ୍ରାହୀ। ପ୍ରଣବ କାହୁଁ ଜନ୍ମ ହେଲା ଏହା କହିବ ଚକାଡୋଳା। କହନ୍ତି ପ୍ରଭୁ ଭଗବାନ ଶୁଣ ଅର୍ଜୁନ ଦେଇ ମନ। ବେଦମାନଙ୍କୁ ବସାଇବା ମନରୁ ସଂଶୟ ଫେଇବା। ପ୍ରବଣ ଚଉଦିଗ ପୁଣ ଦେବମାନଙ୍କର ଆସ୍ଥାନ। ସାମ ଯଜୁରକ ଅଥର୍ବ ଚାରି ବେଦରୁ ଯେ ଜାଣିବ। ଊର୍ମଧୂର୍ମ ହିଁ ଜ୍ୟୋତି ଜାଳା ଏ ଚାରି ଦ୍ୱାରେ ଚାରି କଳା। ପୁଣି ଅର୍ଜୁନ ପଚାରଇ କହିବ ଯନ୍ତ୍ର ଅର୍ଥ ଫେଇ। ସିଦ୍ଧମ୍ରସ୍ତୁ ଚାରି ଅକ୍ଷର କେ କାହିଁଛନ୍ତି ଚକ୍ରଧର।
कहन्ति प्रभु नारायण शुण अर्जुन देई मन सिद्धरस्तु जे चारिक्षर ए चारि द्वारे उजागर ए चारि एकत्व करिण ओंकार भितरु जन्म ओंकार भितरु बाहर जानन्ति तत्त्वज्ञान सार पुणी अर्जुन पचारई भ प्रभु शुण भावग्राही कहिले ओंकारु जन्म केमन्ते पुरुष उत्तम कहन्ति प्रभु ज्ञान तत्त्व कहिबा शुण वीर पार्थ कुंडली रूपे रूप जन्म तते कहिलु ए उत्तम अर्धमात्रार नाम कही अंबिका नाम जे बोलाई एथिरु चारि वेद जन्म तते कहिली एथि मर्म एहाकु एकाक्षर कही तते कहिली अर्थ फेई ए जन्म ज्ञान दे गुपत तते कहिली टीका अर्थ मंत्र जंत्र ही तत्व सार एबे कहिबी महावीर सट चक्रादि बसाइब जे मंत्र फेड़ी न कहिब सट चक्र को बसाइब जही जे मंत्र भेद थिब एमंत गुप्त बोलाई गुरु शिष्यंक भाव एही गुरु जे शिष्य को कहन्ति अन्यटी गमी न पारंती ए जंत्र गुप्तरे तत्व केही न जाने गीता अर्थ कोटिके गोटिए अछंती महिमा सेहु बखाणंती एहु गुप्त गीता रस कहई बलराम दास इति श्री ब्रह्म विद्यायां पारमहंस्यां संहितायां श्रीकृष्ण अर्जुन संवादे नाम द्वितीय अध्याय। तृतीय अध्याय अर्जुन बोलई गोसाई भ प्रभु शुण भावग्राही कहिबा हेउ दामोदर गुप्त गीतार अर्थ सार जंत्र स्थापिण जनार्दन जे सबु कहिल आपण ए सर्व शरीर महर फिटाई कह दामोदर कहन्ति प्रभु भावग्राही किस पचारु भक्त तुही अर्जुन बोलाई गोसाई कहिब जंत्र अर्थ फेई शरीरे हस्त मारी देव ममन प्रत्यय होइब सट चक्र ही बसाइब प्रति प्रतिके कही देव के केउ चक्र रे बसई ब्रह्म जे लिंग नाभि काहीं हृदय कंठ ललाटरे केते अक्षर केउ ठारे केते पवन ए शरीरे बहुछि केमंत प्रकारे शरीरे भेदाई कहिब तेबे से मने प्रते जीव कहन्ति प्रभु भावग्राही शुण अर्जुन मन देई अति कठोर गुप्त ज्ञान कहिबा तते हे अर्जुन शुण अर्जुन मन देई गृह्यलिंग जे नाभि काहीं हृदय कंठ जे ललाट से सर्व गोला हाटे भेट ताहा कहिबा तते फेई तो ताहू मोर भक्त नाही गृह्ୟରେ चारि जे अक्षर शुण अर्जुन महावीर बसस सस जे चारि कही गृह्य कमल ए बोलाई एबे कहिबा हो अर्जुन लिंग कमलर विधान सट अक्षरे तही रही तते कहिबा ताहा फेई बहु मजरल बोलाई ज्ञान कमल रे अछाई एबे हे शुण तु अर्जुन नाभि कमलर विधान 10 अक्षर जे बसई ताहा कहिबा शुण तुही डढ़ण तथ दध कही न पफ जे 10 बोलाई एहाकु नाभि चक्र कही गुप्त स्थान ए अटई शुणी अर्जुन पचारई हृद कमल चक्र कही केते अक्षर तही सार कही हे प्रभु चक्रधर कहन्ति प्रभु चक्र पाणी शुण अर्जुन वीरमणि हृद कमल जे अक्षर 12 नाम शुण तार कख गघ जे प्रमाण चछ झज्ञ को घेनिण टठ जे 12टी अटई हृद कमले छन्ति रही
ଏମନ୍ତେ ଯେ ହୃଦ କମଳ ତାହାକୁ କହି ବିଷ୍ଣୁଆଳ। ପୁଣି ଅର୍ଜୁନ ପଚାରଇ ଭୋନାଥ ଶୁଣ ଭାବଗ୍ରାହୀ। କଣ୍ଠ କମଳର ବିଚାର କହିବା ହେଉ ଚକ୍ରଧର। କହନ୍ତି ପ୍ରଭୁ ଚକ୍ରଧର ଶୁଣ ଅର୍ଜୁନ ମହାବୀର। କଣ୍ଠ କମଳର ବିଚାର ତତେ କହିବା ଅର୍ଥସାର। ଅ ଆଇ ଉ ଯେ କହି ରୁରୁ ଲୁଲୁ ଲୁଟି ବୋଲାଇ। ଏ ଐ ଉ ଔ ଅଂ ଅ ଏ ପ୍ରମାଣ ତତେ କହିଲୁ ହେ ଅର୍ଜୁନ। ପୁଣି ଅର୍ଜୁନ ପଚାରଇ ଭୋନାଥ ଶୁଣ ଭାବଗ୍ରାହୀ। ମନେ ପଡ଼ିଲା ଏବେ ମୋର ପୁଛଇ କହ ଚକ୍ରଧର। ଲଲାଟ ଚକ୍ର କେତେ କ୍ଷର କହିବା ହେଉ ଦାମୋଦର। କହନ୍ତି ପ୍ରଭୁ ଭାବଗ୍ରାହୀ ଶୁଣ ଅର୍ଜୁନ ମନ ଦେଇ। ଦୁଇ ଅକ୍ଷର ସେ ବସଇ କହିବା ତତେ ଅର୍ଥ ଫେଇ। ହକ୍ଷ ନାମ ସେ ଯେ ବୋଲାଇ ତହିଁର ଅର୍ଥ ଦେବା କହି। ହକ୍ଷ ଦୁଇର ନାମ ଶୁଣ ତତେ କହିବା ହେ ଅର୍ଜୁନ। ହକ୍ଷର ପରମ ଅଟଇ କ୍ଷକୁଟି ଯିବ ବୋଲି କହି। ହକ୍ଷ ଦୁହିଁଙ୍କ ମଧ୍ୟେ ବାଟ ପଡ଼ିଛି ସେ କାଳ କବାଟ। ପୁଣି ଅର୍ଜୁନ ପଚାରଇ ହେ ପ୍ରଭୁ ଶୁଣ ଭାବଗ୍ରାହୀ। କହିବା ହେଉ ଜ୍ଞାନ ବାଟ ଯେମନ୍ତେ ଫିଟିବ କବାଟ। କପଟ କେଉଁଠାରେ ପୁଣ ଲାଗି ରହିଛି ଭଗବାନ। କହନ୍ତି ପ୍ରଭୁ ନାରାୟଣ ଶୁଣ ଭକତ ଦେଇ ମନ। ଚକ୍ଷୁଭ୍ରୁ ମଧ୍ୟରେ ଆସନ ନିରତେ ଖେଳଇ ପବନ। ସେଠାରେ ଚିତ୍ତ ଦିଅ ପୁଣି କପାଟ ଲାଗଇ ଫାଲ୍ଗୁନି। ଅର୍ଜୁନ ବୋଲଇ ଗୋସାଇଁ ଜ୍ଞାନ ହେତୁ କାହିଁ ପାଇଁ। ଯେତେ କହିଲେ ଦୟା କରି ପାଇବି କାହା ସେବା କରି। ଏହା କହିବ ମୋ ଆଗରେ ପଡ଼ିଛି ଅନ୍ଧ ଯେ କୂପରେ। ଏ ଅନ୍ଧ କୂପେ ପଡ଼ି ନାଶ ହେଉଛି ପ୍ରଭୁ ପୀତବାସ। ଏଥୁ ତରିବି କି ଉପାୟ କହ ହେ ପ୍ରଭୁ ଦେବରାୟ। କହନ୍ତି ପ୍ରଭୁ ଭାବଗ୍ରାହୀ ଧନ୍ୟ ଅର୍ଜୁନ ଅଟୁ ତୁହି। ଯାହା ପଚାରିଲୁ ଅର୍ଜୁନ ଗୁରୁଙ୍କୁ ସେବା କଲେ ପ୍ରାଣ। ଗୁରୁ ସେବାରେ ଜ୍ଞାନ ପାଇ ଅନ୍ଧକୂପରୁ ଉଦ୍ଧରଇ। ଗୁରୁ ନ ସେବିଲେ ଅର୍ଜୁନ କାହୁଁ ପାଇବ ସଦ୍ଜ୍ଞାନ। ଗୁରୁଟି ବ୍ରହ୍ମା ହରିହର ଗୁରୁଟି ସ୍ୱୟଂ ନିରାକାର। ଏ ଘେନି ଗୁରୁ ଭଗବାନ ସେ ନୁହେଁ ମନୁଷ୍ୟ ସମାନ। ଏମନ୍ତେ ଗୁରୁଙ୍କର ସେବା ଯେ ପ୍ରାଣୀ କରେ ସେ ଦୁର୍ଲଭା। ଏମନ୍ତ ଗୁରୁ ସେବା କର ହେତୁକୁ ଜ୍ଞାନରେ ତୁ ଧର। ହେତୁରେ ପାଲଟିବ ପିଣ୍ଡ ଦିଶିବ ଶପଥ ବ୍ରହ୍ମାଣ୍ଡ। ବ୍ରହ୍ମ ସଂହିତା ଏହୁ ଗୀତା ସାଧୁମାନଙ୍କୁ ଏହି ହିତା। ଶୁଣି ଅର୍ଜୁନ ପୁଲକିତ ନୟନେ ଅଶ୍ରୁ ଜଳେ ପ୍ଲୁତ। ଗଦ୍ଗଦ ଭାବେ ପଚାରଇ ଚରଣ ଯୁଗଳରେ ଧ୍ୟାଇ। ଧରିଣ କରଇ ରୋଦନ ମୁହିଁ ଅଧମ ଦିନ ଜନ। ମାୟା ନ କରି ଚକ୍ରଧର କହିବ ଟୀକା ଅର୍ଥସାର। ଏ ଦେହ ଜୀବର ଆସନ ପରମ କେମନ୍ତ ଭାବେଣ। ଯଜ୍ଞ ମୂରତି ସେ କେମନ୍ତ କହିବା ହେଉ ପଦ୍ମନେତ୍ର। ସ୍ଥାବର ଜଙ୍ଗମହି ଥିବ କୀଟ ପତଙ୍ଗ ଫେଇ ଦେବ। ସକଳ ଶରୀରେ ତ ପୁଣ ଭେଦାଇ କହ ନାରାୟଣ। କହନ୍ତି ପ୍ରଭୁ ଭାବଗ୍ରାହୀ କହିବା ଏ ଦେହ ଦେଖାଇ। ଦେହରେ ହସ୍ତ ମାରି ଦେବା ପ୍ରତି ପ୍ରତୀକେ ଚିହ୍ନାଇବା। ଏ ଜ୍ଞାନ ଅଟଇ ଗୁପତ କାହିଁ ନ କରିବୁ ତୁ ଖ୍ୟାତ। ତୁ ଯେଣୁ ବିଶ୍ୱାସ ମହର ତତେ କହିବା ତତ୍ତ୍ୱସାର। ହେତୁ ନ କରିବାକୁ ପୁଣ ଯାହା ପଚାରିଲୁ ଅର୍ଜୁନ କହଇ ବଳରାମ ଦାସ। ଗୁପତ ଗୀତା ମହାରସ। ଇତି ଶ୍ରୀ ବ୍ରହ୍ମ ବିଦ୍ୟାୟାଂ ପାରମହଂସ୍ୟାଂ ସଂହିତାୟାଂ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ତୃତୀୟ ଅଧ୍ୟାୟ। ଚତୁର୍ଥ ଅଧ୍ୟାୟ। ଅର୍ଜୁନ ବୋଲଇ ଗୋସାଇଁ କଥାଏ ପଚାରିବି ମୁହିଁ। ଲଲାଟ ଚକ୍ରଠାରୁ କହ ତେବେ ଫିଟିବ ମୋ ସନ୍ଦେହ। ଲଲାଟ ଚକ୍ର ପଦରେ ଯାଇ
ତହିଁକି ଅଛି ଭାବଗ୍ରାହୀ। ହକ୍ଷ ଯେ ଦୁହିଁଙ୍କ ଉପରେ, କହ କି ଅର୍ଥ ଏ ଗୀତରେ। ସ୍ୱର୍ଗ ଯେ ମଞ୍ଚାଦି ପାତାଳ, କେଉଁ ଠାବରେ ଏକା ମେଳ। କହିବା ହେଉ ଦାମୋଦର, ସଞ୍ଚୟ ଫିଟିବ ମହର। ଗଲା ହାଟ ଯେ କାହିଁ ରହି, କାହାକୁ ଅନାହତ କହି। ଯିବ ପରମର ଯେ ଭେଟ, ଶୁଣିଲେ ଫିଟିବ କବାଟ। କହନ୍ତି ପ୍ରଭୁ ଜନାର୍ଦ୍ଦନ, ଶୁଣ ଅର୍ଜୁନ ଦେଇ ମନ। ଲଲାଟ ଚକ୍ରଠାରୁ ତୁହି, ଜାଣ ହେ ଆକାଶ ବୋଲାଇ। ହୃଦୟ ମର୍ତ୍ତ୍ୟ ଯେ ବୋଲାଇ, ପାତାଳ ପାଦ ତଳ କହି। ଶୁଣ ଅର୍ଜୁନ ହେତୁ ଦେଇ, ଲଲାଟ ଚକ୍ର ପରେ ଯାଇ। ତାହାର ପରେ ଗଲା ହାଟ, ସେ ହାଟେ ଅର୍ଜୁନ ତୁ ଭେଟ। ଅନାହତ ଯେ ତହିଁ ରହି, ଗୁରୁ ଜ୍ଞାନ ହିଁ ସେ ଅଟଇ। ଅର୍ଜୁନ ବୋଲଇ ଗୋସାଇଁ, କଥାଏ ପଚାରିବି ମୁହିଁ। ଏ ଦେହ ଓଙ୍କାରେ ବସାଇ, କହ ହେ ପ୍ରଭୁ ଭାବଗ୍ରାହୀ। କହନ୍ତି ପ୍ରଭୁ ଭଗବାନ, ଓଙ୍କାର ନାସିକା ଅର୍ଜୁନ। ନିର୍ଗୁଣ କାହିଁରେ ବସଇ, ତତେ କହୁଛି ଅର୍ଥ ଫେଇ। ଓଙ୍କାର ତ୍ରିଗୁଣ ପ୍ରମାଣ, ଯେ ସତ୍ୱ ରଜ ତମ ଜାଣ। ଅ ଆର ମଧ୍ୟରେ ଯେ ଯାଇ, ଅର୍ଦ୍ଧମାତ୍ରା ଯେ ତହିଁ। ରହି ତହିଁ ଭିତରେ ବିନ୍ଦୁମୟେ, ସେ ବିନ୍ଦୁ ଶ୍ୱାସରୁ ଉଦୟେ। ଅର୍ଜୁନ ପୁଣି ପଚାରଇ, ମନେ ପଡ଼ିଲା ଭାବଗ୍ରାହୀ। ସିଦ୍ଧିରସ୍ତୁ ଯେ ଚାରିକ୍ଷର, ଏବେ ହେଁ କାହିଁ ଦାମୋଦର। କହନ୍ତି ପ୍ରଭୁ ଜନାର୍ଦ୍ଦନ, ହେତୁ କରିବା ତାହା ଘେନ। ନାସିକାସି ଅକ୍ଷର ତୋର, ନୟନେ ବସେ ଦି ଅକ୍ଷର। ମୁଖରେ ରର ଅକ୍ଷର ଜାଣ, ବେହୋସ ହୋଇଛି ନିର୍ଗୁଣ। ସ୍ତୁକ୍ଷର ଶ୍ରବଣେ ବସଇ, ଏ ଚାରି ଏମନ୍ତ ବୋଲାଇ। ଏ ଚାରି ଦ୍ୱାରେ ଚାରି ବାଟ, ଚଳୁଛି ମତ ଗଜ ଥାଟ। ଅର୍ଜୁନ ବୋଲାଇ ଗୋସାଇଁ, କଥାଏ କହୁଅଛି ମୁହିଁ। କହିଲି ସିଦ୍ଧରସ୍ତୁ ଜନ୍ମ, କେମନ୍ତେ ଜାଣିବି ମରମ। କହନ୍ତି ପ୍ରଭୁ ଭାବଗ୍ରାହୀ, ଶୁଣ ଅର୍ଜୁନ ମନ ଦେଇ। ସିଦ୍ଧିରସ୍ତୁର ଜନ୍ମ ଶୁଣ, କହିବା ତତେ ଯେ ଫେଡ଼ିଣ। ନାଦବିନ୍ଦରୁ ସିଜେ ହେଲା, ମହାଶୂନ୍ୟରେ ସେ ରହିଲା। ତୁକାରୁଧି ଜନମ ହୋଇ, ଶୁଣ ଅର୍ଜୁନ ମନ ଦେଇ। ରହେଲା କୁଣ୍ଡଳୀରୁ ଜନ୍ମ, କହିଲୁ ଏ ଜନ୍ମ ଉତ୍ତମ। ଶୂନ୍ୟରୁ ସ୍ତୁ ଯାଇ ରହିଲା, କେହି ଯେ ଚିହ୍ନିତ ନୋହିଲା। ତତେ କହିଲି ଏ ଅର୍ଜୁନ, କାହାକୁ ନ କହ ଫେଇଣ। ଗୁପତ ଟୀକା ଅର୍ଥ ଏହି, ତତେ କହିଲି ଏହା ଫେଇ। ପୁଣି ଅର୍ଜୁନ ପଚାରଇ, ଭୋ ପ୍ରଭୁ ଶୁଣ ଭାବଗ୍ରାହୀ। ନନ୍ଦ ସ୍ୱରୂପ ଯେ ଚୈତନ୍ୟ, ପ୍ରକାଶ ଚାରି ମଠ ପୁଣ। ଏ ଚାରି ମଠରୁ ଆସନ, ଏ ଦେହେଁ କାହିଁ ଭଗବାନ। କହନ୍ତି ପ୍ରଭୁ ଭାବଗ୍ରାହୀ, ଅର୍ଜୁନ ଶୁଣ ଜ୍ଞାନ ଏହି। ନନ୍ଦ ଯେ ମୁଖତ ପ୍ରମାଣ, ତତେ କହୁଛି ମୁଁ ଫେଡ଼ିଣ। ଏହାକୁ ନନ୍ଦ ମଠ କହ, ଶୁଣ ଅର୍ଜୁନ ତତ୍ତ୍ୱ ଏହି। ସ୍ୱରୂପ ମଠ ନାସା କହି, ତତେ କହୁଛି ମୁଁ ଯେ ଫେଇ। ଚୈତନ୍ୟ ମଠ ଯେ ଶ୍ରବଣ, ପ୍ରକାଶ ମଠ ତନୟନ। ଏହାକୁ ଚାରି ମଠ କହି, ବେଦର ତତ୍ତ୍ୱ ଏ ଅଟଇ। ଶୁଣ ଅର୍ଜୁନ ଯେ ଆନନ୍ଦ, ମୁଖତା ପୂର୍ଣ୍ଣିମାର ଚାନ୍ଦ। କୃଷ୍ଣ ଚରଣେ ମନ ଦେଇ, ପୁଣି ଅର୍ଜୁନ ପଚାରଇ। ଭୋ ପ୍ରଭୁ ଶିଶୁ ଭଗବାନ, ଶିଶୁ ବେଦର କାହିଁ ଧ୍ୟାନ। ଆସନ ମତେ କହିଦେବ, ମୋ ମନ ସଂଶୟ ଫେଡ଼ିବ। କହନ୍ତି ପ୍ରଭୁ ନାରାୟଣ, ଶୁଣ ଅର୍ଜୁନ ଦେଇ ମନ। କହିବା ତତେ ପାର୍ଥ ଫେଇ, ପରମ ଶୁଣି ବେଦ କହି। ଅର୍ଜୁନ ପୁଣି ପଚାରଇ, ସଂଶୟ ମୋତେ ଯେ ଲାଗଇ। ଏ ଶିଶୁ ବେଦର ଆସନ, କହିଲ ନାହିଁ ନାରାୟଣ। ଶୁଣ ଅର୍ଜୁନ ଦେଇ ମନ, କହିବା ତତେ ପାର୍ଥ ଫେଇ।
परम शुणी वेद कही अर्जुन पुणी पचारई संशय मते जे लागई ए शिशु वेदर आसन कहिल नाही नारायण कहन्ति प्रभु भगवान शुणन्तु शुण हे पार्थ ब्रह्म ज्ञान नासिका मध्यरे आनन शिशु वेदर निज स्थान कहिले प्रभु पीतवास अर्जुन होइले सन्तोष तहि पवन परमहि एबेनि निर्गुण अटई अर्जुन पुणी पचारई कह हे प्रभु भावग्राही नाही जाहार रूप वर्ण अदृश्य वर्ण चिन्ह ଯାହାକୁ ବ୍ରହ୍ମ ବୋଲି କହି अर्जुन ପୂର୍ଣ୍ଣ ବ୍ରହ୍ମ ସେହି ପୁଣି अर्जुन ପଚାରଇ ପ୍ରଭୁ ଶୁଣ ଭାବଗ୍ରାହୀ ପୂର୍ଣ୍ଣ ବ୍ରହ୍ମର କାହିଁ ସ୍ଥିତି ଆଜ୍ଞା କରିବ ଯଦୁପତି ଶ୍ରୀହରି କହୁଛନ୍ତି ଶୁଣ କହିବା ତତେ ବ୍ରହ୍ମ ଜ୍ଞାନ ପ୍ରଭୁ କହ ଚକାଡୋଳା ଅକ୍ଷର ଭେଦ ଯନ୍ତ୍ର ଲୀଳା କହନ୍ତି ପ୍ରଭୁ ଆଦି ମୂଳ ଶୁଣ ଅର୍ଜୁନ ମହାବୀର ଆକାର ଉକାର ମକାର ସକାର କାହିଁ ମାତ୍ରା ସାର ସକାର ଅର୍ଥ ଫେଇ ଦେବ ଅକ୍ଷର କାହିଁ ସେ ବହିବ ଉକାର କାହିଁରେ ଆସନ ମକାର କହିବ ଫେଡ଼ିଣ କହନ୍ତି ପ୍ରଭୁ ଭାବଗ୍ରାହୀ ଶୁଣ ଅର୍ଜୁନ ତତ୍ତ୍ୱ ଏହି ଆବର ଲଲାଟେ ଅଛଇ ସକାର ନୟନେ ବସଇ ଓଙ୍କାର ମୁଖ ମଧ୍ୟ ଜାଣ ସକାର ନାସିକା ପବନ ପୁଣି अर्जुन ପଚାରଇ ଭନାଥ ଶୁଣ ଭାବଗ୍ରାହୀ ପବନ ନାମ କି ବୋଲାଇ କହିବ ପ୍ରଭୁ ଅର୍ଥ ଫେଇ କହନ୍ତି ପ୍ରଭୁ ଭାବଗ୍ରାହୀ ଶୁଣ ଅର୍ଜୁନ ମନ ଦେଇ ତାଳୁକା ସନ୍ଧିରେ ସେ ଯାଇ ପଦ୍ମ କେଶର ଯେ ଅଛଇ ସେ ପଦ୍ମ ଅଛଇ ସେ ପଦ୍ମ କେଶର ଅଛଇ ସେ ପଦ୍ମ ଅଛଇ ପଦ୍ମ କେଶର ଭିତରେ ପରମ ଆତ୍ମା ଯେ ବିହର କେଶର ମଧ୍ୟ କର୍ଣ୍ଣିକାର ତହୁଁ ମଧ୍ୟରେ ଶୃଙ୍ଗସାର କର୍ଣ୍ଣିକା ଶୃଙ୍ଗର ମଧ୍ୟରେ ବ୍ରହ୍ମ ଅକ୍ଷର ବାସ କରେ अर्जुन बोलई गोसाई ब्रह्मर कि वर्ण अटई श्री गुरु कहउछन्ति शुण सहस्र सूर्यर किरण हेमंत वन जे अटई नील उत्पल प्राय सेही पुणी अर्जुन कहे बाणी शुणिबा हेउ चक्रपाणी से पद्म केशर मध्यरे विंश अक्षर तहि परे कहन्ति कमल लोचन शुण अर्जुन देई मन तहि मध्यरे से कपाट अर्जुन वैकुंठरे बाट जेबे से बाट तो फिटिब परम आत्मा संगे जीव परम आत्मा को घेनिण शून्य को जीव हे अर्जुन तते कहिली ज्ञान कथा साधु जनक ए व्यवस्था तू जेणु मोहर भकत तते कहिली ए गुपत कहई बलराम दास गुपत टीका महारस इति श्री ब्रह्म विद्यायां परमहंस्यां संहितायां श्रीकृष्ण अर्जुन संवाद नाम चतुर्थ अध्याय पंचम अध्याय पुणी अर्जुन पचारई प्रभु शुण भावग्राही कथाए पड़िला मनर कहिबा हेउ चक्रधर भनाथ देव एबे शुण ए देह दश द्वार पुण कहन्ति प्रभु भगवान अर्जुन हेतु करी शुण कहिबा दश द्वार फेई चारि वेदरे जे अट अछई पुणी अर्जुन पचारई कहिबा अर्थमान फेई कहन्ति प्रभु दामोदर शुण अर्जुन टीका सार कन से चक्षु नासा दुई मुखरे तिनि वेद कही दुई नयन दुई द्वार कहिबा पंच द्वार सार दुई से नासा पुट कही श्रवण दुई हे बोलाई हेमंत नव द्वार शुण तते कहिली हो अर्जुन
ପୁଣି ଅର୍ଜୁନ ପଚାରଇଭ ପ୍ରଭୁ ଶୁଣ ଭାବଗ୍ରାହୀ। ଏମନ୍ତେ ନବଦ୍ୱାର ହେଲା ଆହୁରି ଦ୍ୱାରେ କଲୁଚିଲା। ସେ ଦ୍ୱାର କାହିଁ ଯେ ରହିଲା ଏହା କହିବ ଚକାଡୋଳା। କହନ୍ତି ପ୍ରଭୁ ଭଗବାନ ଶୁଣ ପାର୍ଥ ଗୁପ୍ତ ଜ୍ଞାନ। ଭୂସ୍ଥାନ ମଧ୍ୟରେ ତ ବାଟ ଲାଗିଛି ତିଳେକ କପାଟ। ଅର୍ଜୁନ ଶୁଣ ମନ ଦେଇ ପିମ୍ପୁଡ଼ି ଗଳି ନ ପାରଇ। ଗମୁଛି ଯେ ଥୋରି ବଳଦ ଶୁଣି ଅର୍ଜୁନ ଯେ ଆନନ୍ଦ। ଶୁଣ ତୁ ହେତୁରେ ଅର୍ଜୁନ ଏହା ମୁନିଙ୍କ ଗୁପ୍ତ ଜ୍ଞାନ। ଏମନ୍ତ ଶୁଣିଣ ଅର୍ଜୁନ ପୁଣି ପୁଛିଲା ଗୁପ୍ତ ଜ୍ଞାନ। ଏ ଦେହେ ଯେ କଳାରାୟଟ କେଉଁ ଠାବରେ କଳ୍ପବଟ। ଶ୍ରୀହରି କହୁଛନ୍ତି ପୁଣି କଳାରାୟଟ ତ ନୟନ। ଘଣ୍ଟିକା ଉପରେ ସେ ଯାଇ କଳ୍ପବଟ ଯେ ରହିଛଇଁ। ପୁଣି ଅର୍ଜୁନ ପଚାରଇ ପାଶରିଥିଲି ଭାବଗ୍ରାହୀ। ମନେ ପଡ଼ିଲା ନାରାୟଣ 22 ପାବଚ୍ଛକେ ପୁଣ। ଶ୍ରୀହରି ବୋଲୁଛନ୍ତି ପୁଣ ମନରେ ହେତୁ କରି ଘେନ। 22 ପାବଚ୍ଛ ବିଚାର ଦନ୍ତପାଟି ଯେ ଅଟେ ତୋର। ଗରୁଡ଼ ସ୍ତମ୍ଭ ଯାହା କହି ମନ ପବନ ସେ ଅଟଇ। ଜଗନ୍ମୋହନ ଘର ପୁଣ ତାଳୁକା ସିନ୍ଧରେ ଅର୍ଜୁନ। ଏମନ୍ତ ହୋଇ ଗୀତା ନାମ ଗୁପ୍ତରୁ ହୋଇଛି ଗହନ। ତୁ ତେଣୁ ମୋହର ଭକତ ତେଣୁ କହିଲି ଟୀକା ଅର୍ଥ। ପୁଣି ଅର୍ଜୁନ ପଚାରଇ ଚାରିଖାନ ଯେ କାହିଁ ରହି। ଏ ଦେହ କାହିଁ ସେ ଆସନ କହିବ ହସ୍ତ ଯେ ମାରିଣ। କହନ୍ତି ପ୍ରଭୁ ଟୀକା ସାର ଶୁଣ ଅର୍ଜୁନ ବୀରବର। ଚାରି ପାଖରେ ଜନ୍ମ ଶୁଣ ସ୍ଥାବର ଜଙ୍ଗମ ଯେ ପୁଣ। ଚାରିଖାନରେ ଜନ୍ମ କିସ କେଉଁଠାରେ ପୀତବାସ। କୀଟ ପତଙ୍ଗ ଚାରି କହି ତୋତେ କହିବା ଅର୍ଥ ଫେଇ। ଜଙ୍ଗମ ମୁଖର ପ୍ରମାଣ ସ୍ଥାବର ଶ୍ରବଣଟି ଘେନ। ପତଙ୍ଗ ନୟନେ ବସଇ କୀଟ ଯେ ନାଶରେ ଅଛଇ। ଏମନ୍ତେ ଚାରିଖାନି ଜାଣ ତୋତେ କହିଲୁ ହୋ ଅର୍ଜୁନ। ପୁଣି ଅର୍ଜୁନ ପଚାରଇ ପ୍ରଭୁ ଶୁଣ ଭାବଗ୍ରାହୀ। ବଙ୍କୁନଳ କାହିଁ ବସଇ ସୂକ୍ଷ୍ମ ମୁନା ଦ୍ୱାର ଦାହି। କହନ୍ତି ପ୍ରଭୁ ଭାବଗ୍ରାହୀ ଶୁଣ ଅର୍ଜୁନ ମନ ଦେଇ। ଦନ୍ତସିନ୍ଧିରେ ସୁଷୁମ୍ନା ସେଠାରେ ଉଡ଼ୁଅଛି ବାନା। ବଙ୍କୁନାଳ ପରେ ଈଶ୍ୱର ପରମ ନାମ ନିରାକାର। ପରମ ପୁରୁଷଟି ସେହି ତ୍ରିଭଙ୍ଗୀ ହୋଇଛନ୍ତି ରହି। ମୁରଲି ଅଛଇ ଅଧର ପଡ଼ିଛି ଘଣ୍ଟିକା ଉପର। ଘଣ୍ଟିକା ପରେ 3 ଦ୍ୱାର ଅର୍ଜୁନ ଏବେ ହେତୁ କର। ବାଟେକ ଆକାଶେ ଫିଟିଛି ବାଟେକ ଗୁପତ ହୋଇଛି। ବାଟେକ ପଡ଼ିଛି ମଞ୍ଚାକୁ ମନ୍ଦିରୁ ଫିଟିଛି ସ୍ୱର୍ଗକୁ। ଏ ବାଟେ ତୁ ପଶି ପାରିଲେ ବ୍ରହ୍ମ ଭେଟିବୁ ଅକ୍ଳେଶରେ। ଶୁଣିନ ଅର୍ଜୁନ ଆନନ୍ଦ ମୁଖତା ପୂର୍ଣ୍ଣମୀର ଚାନ୍ଦ। ଦେଖିଣ ହରିମୟ ଘଟ ସ୍ୱର୍ଗକୁ ଫିଟିଲା କବାଟ। ଦେଖିଲା ସର୍ବଘଟେ ହରି ସକଳ ଭୂତେଛନ୍ତି ପୁରୀ। ଆନନ୍ଦେ ନେତ୍ର ବହେ ଭାରି କୃଷ୍ଣ ମହିମା ହୃଦେ ଭରି। ପୁଛଇ ହୋଇଣ ଆନନ୍ଦ ଏ ଦେହ କହ ଚାରି ବେଦ। କହନ୍ତି ପ୍ରଭୁ ଭାବଗ୍ରାହୀ ଚାରି ଦ୍ୱାରରେ ଛନ୍ତି ରହି। ପୁଣି ଅର୍ଜୁନ ପଚାରଇ ପ୍ରଭୁ କହ ଭାବଗ୍ରାହୀ। ପୃଥିବୀ ଆପ ତେଜ ବାୟୁ ଆକାଶ ପଞ୍ଚଭୂତ ଏହୁ। ଭେଦାଇ କହିବ ଶରୀରେ କେମନ୍ତ ଏ ପଞ୍ଚତତ୍ୱରେ। କହନ୍ତି ପ୍ରଭୁ ନାରାୟଣ ହେ ପାର୍ଥ ମନ ଦେଇ ଶୁଣ। ବାୟୁ ଯେ ନାସାରେ ବସଇ ଏ ପଞ୍ଚଭୂତ ଯେ ଅଟଇ। ପୁଣି ଅର୍ଜୁନ ପଚାରଇ ପ୍ରଭୁ ଶୁଣ ଭାବଗ୍ରାହୀ। ମନ ବୁଦ୍ଧି ଯେ ଅହଙ୍କାର ଏ ତିନି କେଉଁଠାରେ ଘର।
कहନ୍ତି प्रभु नारायण ଶୁଣ ଅର୍ଜୁନ ଦେଇ ମନ। ମନ ତ ନୟନ ଅଟଇ ସେ ଯଜୁର୍ବେଦ ବୋଲାଇ ବୁଦ୍ଧି ଯେ ପବନ ତହର ଋଗ୍ବେଦଟି ଏହି ସାର ଅହଙ୍କାର ଶ୍ରବଣ ହୋଇ ଅଥର୍ବ ବେଦ ସେ ବୋଲାଇ ସାମବେଦଟି ନାସା ତୋର ତତେ କହିଲି ବେଦ ସାର। ପୁଣି ଅର୍ଜୁନ ପଚାରଇ ଭୋନାଥ ଶୁଣ ଭାବଗ୍ରାହୀ ତିଥି ଲଗ୍ନ ଯେ କହିଦେବ ତେବେ ସେ ମତେ ପ୍ରତେ ଯିବ। ପତିପ୍ରଦା ଯେ କାହିଁ ରହି ଦ୍ୱିତୀୟା କାହିଁରେ ବସଇ ତୃତୀୟ ଆସନଟି କେହୁ କହ ସଞ୍ଚୟ ଦୂର ହେଉ। ଚତୁର୍ଥୀ ପଞ୍ଚମୀର କଥା କହ ହେ ପ୍ରଭୁ ବ୍ରହ୍ମବେତା। ଷଷ୍ଠୀ ସପ୍ତମୀ ଯେ ବୋଲାଇ ଅଷ୍ଟମ ଆଦି କହ କାହିଁ। ନବମୀ ଦଶମୀ ଯେ ପୁଣ ଶରୀରେ କହ ନାରାୟଣ। ଏକାଦଶୀରେ ନିଜ ସ୍ଥାନ ଦ୍ୱାଦଶୀ କାହିଁ ଅଛି ପୁଣ। ତ୍ରିଦଶୀ ଚତୁର୍ଦଶୀ ଜାଣ ପୂର୍ଣ୍ଣିମା କାହିଁରେ ଆସନ। ତିଥି ଲଗ୍ନ ଯେ କହିଦେବ ତେବେ ସେ ମନୁଭ୍ରାନ୍ତି ଯିବ। କହନ୍ତି ପ୍ରଭୁ ଭଗବାନ ଶୁଣ ଭକତ ଦେଇ ମନ। ପୂର୍ଣ୍ଣିମା ନଖ ରେଖା ପୁଣ ଶୁକ୍ଳରାଜ ତାହାର ନାମ। ପ୍ରତିପଦ ଯେ ପାଦ ଜାଣ ଦ୍ୱିତୀୟା ଅଙ୍ଗୁଳିରେ ଘେନ। ତୃତୀୟା ଜାନୁରେ ବସଇ ଚତୁର୍ଥୀ କଟି ଭାଗେ ଥାଇ। ଗୃହରେ ପଞ୍ଚମୀ ଆସନ ଷଷ୍ଠୀ ଯେ ଇନ୍ଦ୍ର ବୋଲି ଜାଣ। ସପ୍ତମୀ ନାଭିରେ ବସଇ ଅଷ୍ଟମୀ ହୃଦରେ ଅଛଇ। ନବମୀ ଓଷ୍ଠର ଉପରେ ଦଶମୀ ବସେ ନୟନରେ। ଏକାଦଶୀ ଯେ କଣ୍ଠେ ରହି ଦ୍ୱାଦଶୀ କର୍ଣ୍ଣରେ ବସଇ। ତ୍ରୟୋଦଶୀ ନାସିରେ ତୋର ଚତୁର୍ଦଶୀ ଯେ ଲଲାଟର। ଅମାବାସ୍ୟା ଯେ ତାଳୁ ପରେ ତିଥି ଅଛନ୍ତି ଏ ପ୍ରକାରେ। ପୁଣି ଅର୍ଜୁନ ପଚାରଇ ଭୋନାଥ ଶୁଣ ଭାବଗ୍ରାହୀ ଜୀବ ପରମଙ୍କ ଯେ ଭେଦ ତାହା କହିବା ପଦ୍ମନାଭ। ଶ୍ରୀହରି କହୁଛନ୍ତି ଶୁଣ କହିବା ଯିବା ଆତ୍ମାଜ୍ଞାନ। ବାମା ନାସା ପୁଡ଼ାରେ ରହି ପରମ ଆତଜାତ ହୋଇ। ଦକ୍ଷିଣ ପୁଡ଼ାରେ ଜୀବନ ତତେ କହିଲି ଏ ବିଧାନ। ଜୀବଧାନ ସେ ଯୋଗମୟୀ ପରମ ଦ୍ୱାଦଶୀ ବୋଲଇ। ଜୀବ ପରମ ପରେ ଠଣା ଜାଣିଲା ଯୋଗୀ ହନ୍ତି ବଣା। ପୁଣି ଅର୍ଜୁନ ପଚାରଇ ଭୋନାଥ ଶୁଣ ଭାବଗ୍ରାହୀ। ଜୀବ ପରମଙ୍କର ବର୍ଣ୍ଣ କହିବା ହେଉ ଜନାର୍ଦ୍ଦନ। କହନ୍ତି ପ୍ରଭୁ ଭାବଗ୍ରାହୀ ଶୁଣ ଅର୍ଜୁନ ମନ ଦେଇ। ପରମ ଶୁକ୍ଳ ବର୍ଣ୍ଣ ହୋଇ ଜୀବ ଯେ ଲୀଳା ପ୍ରକାଶଇ। ପୁଣି ଅର୍ଜୁନ ପଚାରଇ କହ ପ୍ରଭୁ ଭାବଗ୍ରାହୀ। ଜୀବ ପରମର ଭଜନ କହିବା ଦେବ ଜନାର୍ଦ୍ଦନ। କହନ୍ତି ପ୍ରଭୁ ନାରାୟଣ ଶୁଣ ଅର୍ଜୁନ ବ୍ରହ୍ମଜ୍ଞାନ। ହରେ କୃଷ୍ଣ ଯେ ରାମ ତହିଁ ଜୀବର ଭଜନ ଅଟଇ। ସତ୍ସଙ୍ଗ ଭଜନ ପ୍ରମାଣ ଗୁପ୍ତର ଯେ ଏହି ମର୍ମ। ଶୁଣି ଅର୍ଜୁନ ପଚାରଇ ଭଜନ କିପରି ହୁଅଇ। କହନ୍ତି ପ୍ରଭୁ ଭାବଗ୍ରାହୀ ଭଜନ କହିଦେବା ଫେଇ। ବେନି ନାସିକାର ଉପରେ ଭଜନ ଲାଗିଛି ସେଠାରେ। ଶୁଣି ଅର୍ଜୁନ ପଚାରଇ ମନେ ପଡ଼ିଲା ଭାବଗ୍ରାହୀ। କହିବା ହେଉ ଦାମୋଦର ତ୍ରିଗୁଣ ବିଧିର ବିଚାର। କହନ୍ତି ପ୍ରଭୁ ନାରାୟଣ ଶୁଣ ତ୍ରିଗୁଣରେ ଆସନ। ମୁଖ ଯେ ନାସା ଚକ୍ଷୁ ଦୁଇ ଏ ରୂପେ ତ୍ରିଗୁଣ ବୋଲାଇ। ଏହି ତ୍ରିଗୁଣରେ ମିଶିବୁ ଅନ୍ତେ ମୋ ଚରଣ ଲଭିବୁ। ଅର୍ଜୁନ ପୁଣି ପଚାରଇ ଯେତେ କହିଲ ଜ୍ଞାନ ଫେଇ। ଏ ଜ୍ଞାନ କେଉଁ ମୋତେ ପ୍ରାପ୍ତ ତାହା କହିବା ଜଗନ୍ନାଥ। କେଉଁ ଭାବରେ ଏହା ପାଇ କାହାକୁ ଏ ଶାସ୍ତ୍ର ମିଳଇ। ଏ ଶାସ୍ତ୍ର ନାମ ଗୁପ୍ତ ଗୀତା ସାଧୁ ଜନଙ୍କର ଏହିତା।
ସାଧୁ ଯେ ହୋଇଲେ ପ୍ରସନ୍ନ ଅର୍ଜୁନ ଦିଶେ ଦିବ୍ୟ ଜ୍ଞାନ ସାଧୁଙ୍କ ଆଜ୍ଞାରେ କହଇ ମୁହିଁ ଅଧମ ନ ଜାଣଇ ଶୁଣିଣ ଅର୍ଜୁନ ସନ୍ତୋଷ ଏ ପଞ୍ଚ ଅଧାମ ହେଲା ଶେଷ କହଇ ବଳରାମ ଦାସ ଗୁପତ ଟୀକା ମହାରସ। ଇତି ଶ୍ରୀ ବ୍ରହ୍ମ ବିଦ୍ୟାୟାମ ପାରମହଂସ୍ୟାମ ସଂଗୀତାୟାମ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ପଞ୍ଚମ ଅଧ୍ୟାୟ। ଷଷ୍ଠ ଅଧ୍ୟାୟ। ଅର୍ଜୁନ ବୋଲଇ ଗୋସାଇଁ କଥାଏ ପଚାରିବି ମୁହିଁ ଏ ଦେହେ କି ଅଛି ରହି ତାହା କହିବା ମୋତେ ଫେଇ ଚାରି ବେଦଙ୍କର ଆସନ କହିବା ହେଉ ଭଗବାନ ସ୍ଥାବର ଜଙ୍ଗମ ଯେ କାହିଁ କୀଟ ପତଙ୍ଗ ଛନ୍ତି ରହି ଏ ଦେହେ ଏମାନେ କିପରି ଅଛନ୍ତି କହ ବଂଶୀଧାରୀ କହନ୍ତି ପ୍ରଭୁ ଭାବଗ୍ରାହୀ ଶୁଣ ଅର୍ଜୁନ ମନ ଦେଇ ଶୁଣ ହେ ପାର୍ଥ ମହାବୀର ଏ ଦେହ ବିଧିର ବିଚାର ଏ ଦେହେ ଷଟ ଚକ୍ର କାହିଁ ଗୃହ୍ୟ ଇନ୍ଦ୍ରିୟ ନାଭି କହି ହୃଦୟ କଣ୍ଠ ଲଲାଟହିଁ ଏମନ୍ତେ ଷଟ ଚକ୍ର କହି ଏ ସ୍ୱର୍ଗ ମଞ୍ଚ ଯେ ପାତାଳ ଏ ତିନି ଠାବରେ ମେଳ ନାଭିରୁ ପାଦ ଯାଏ ପୁଣ ପାତାଳ ବୋଲି ହେ ଅର୍ଜୁନ କଟିରୁ ହୃଦ ଯାଏ ଜାଣ ମଞ୍ଚ ବଲିଣ ଏ ପ୍ରମାଣ କଣ୍ଠରୁ ଲଲାଟରେ ଯାଏ ଆକାଶ ବୋଲି ବେଦ କହେ। ଅର୍ଜୁନ ବୋଲଇ ଗୋସାଇଁ ଆକାଶେ କି ଛନ୍ତି ରହି କହିବା ହେଉ ଚକ୍ରଧର ଆକାଶ ମଧ୍ୟରେ ବିଚାର ଶ୍ରୀହରି ବୋଲନ୍ତି ଅର୍ଜୁନ ଶୁଣ ହେ ପାର୍ଥ ଦିବ୍ୟ ଜ୍ଞାନ ଆକାଶେ ଦେବେ ଛନ୍ତି ରହି ତାହା କହିବା ତୋତେ ଫେଇ ସାମରୁ କୁଜଜୁର ଅଥର୍ବ ହେତୁ କରିଣ ପାର୍ଥ ବୁଝ ସାମ ବେଦଟି ନାଶା କହି ଯଜୁର୍ବେଦଟି ନୟ ନାହିଁ ଋକୁ ବେଦଟି ମୁଖ ଜାଣ ଅଥର୍ବ ଶ୍ରବଣ ପ୍ରମାଣ ଏ ଚାରି ବେଦ ଚାରି କ୍ଷର ଏ ଚାରି ଦ୍ୱାରେ ଉଜାଗର ଗଦ ଗଦ ହୋଇଣ ଅର୍ଜୁନ ପୁଛଇ ବର୍ଣ୍ଣର ଲକ୍ଷଣ କ୍ଷତ୍ରିୟ ବୈଶ୍ୟ ଯେ ବ୍ରାହ୍ମଣ ଶୂଦ୍ରକୁ ଘେନି ଚାରି ବର୍ଣ୍ଣ କହନ୍ତି ପ୍ରଭୁ ଭାବଗ୍ରାହୀ ବୈଶ୍ୟ ତ ନୟନ ଅଟଇ କ୍ଷତ୍ରିୟ ଶ୍ରବଣକୁ କହି ଶୁଣ ଅର୍ଜୁନ ମନ ଦେଇ ବ୍ରାହ୍ମଣ ନାସାର ପବନ ଶୂଦ୍ର ଯେ ମୁଖର ପ୍ରମାଣ ଏମନ୍ତ ଚାରି ଜାତି କହି ଜ୍ୟୋତି ମଧ୍ୟରୁ ଜନ୍ମ ହୋଇ ପୁଣି ଅର୍ଜୁନ ପଚାରଇ ଜ୍ୟୋତି ନିଶ୍ଚୟ ଦେବ କହି କହନ୍ତି ପ୍ରଭୁ ଭଗବାନ ନାସିକା ଚକ୍ଷୁ ଯେ ପ୍ରମାଣ ମୁଖ ଶ୍ରବଣ ଦୁଇ ଗୁଣ ଏ ଚାରି ମଧ୍ୟେ ବୈଶ୍ୟ ଜାଣ ଏ ଯେ ଗୁପତ ଟୀକା ବାଣୀ ତୋତେ କହିଲି ଫାଲଗୁନି ଗୁରୁ ଶିଷ୍ୟଙ୍କ ଭାବ ଏହି କାହାକୁ ନ କହିବୁ ଫେଇ କହନ୍ତି ବଳରାମ ଦାସ ଗୁପତ ଟୀକା ମହାରସ ଶ୍ରୀହରି ଅର୍ଜୁନଙ୍କ ପାଦେ ଶରଣ ପଶିଲି ଆନନ୍ଦେ। ଇତି ଶ୍ରୀ ବ୍ରହ୍ମ ବିଦ୍ୟାୟାମ ପାରମହଂସ୍ୟାମ ସଂହିତାୟାମ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ନାମ ଷଷ୍ଠ ଅଧ୍ୟାୟ। ସପ୍ତମ ଅଧ୍ୟାୟ।
ରାମ ଯେ ରାମ 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 ଶୂନ୍ୟରେ ରହିଛି ପରମ। ଅର୍ଜୁନ ଶ୍ରୀହରିଙ୍କି ଚାହିଁ ବୋଲଇ ଶୁଣ ଭାବଗ୍ରାହୀ। ଏ ଦେହ ଭିତରେ ନ ହରି କେଉଁଠାରେ ଛନ୍ତି ପୁରୀ। କହନ୍ତୁ ଆତ୍ମା ଭେଦ ଜ୍ଞାନ ଶୁଣି ସନ୍ତୋଷ ହେଉ ମନ। ଶ୍ରୀହରି ବୋଲନ୍ତି ଅର୍ଜୁନ ତତେ କହିବା ଏହି ଜ୍ଞାନ। ବୋଲୁ ଯେ କିଏ କେଉଁଠାରେ ଅର୍ଜୁନ କହିଦେ ବାବାରେ। ପ୍ରଥମେ ଠୁଳ ଶୂନ୍ୟ ହେଲା ଶୂନ୍ୟରୁ ରୂପେକ ଜନ୍ମିଲା। ଏକ ପୁରୁଷ ବିନ୍ଦୁ ଥାଇ ତାହା ଭିତରୁ ଯେ ଜନ୍ମଇ। ଆକାରୁ ଅର୍ଥ ଅଣାକାର ଆକାର ତହିଁର ଭିତର। ଉକାର ବସନ୍ତି ତଳକୁ ମକାର ଅଧିକ ଗାରକୁ। ଅର୍ଜୁନ ବୋଲାଇ ଶ୍ରୀହରି ମଥୁରା କେ କହ ବିସ୍ତାରି। ଶ୍ରୀହରି ବୋଲନ୍ତି କିରୀଟି ବଡ଼ ଗହନ କଥା ଏଟି। ମଥୁରା ମଥାଟିକୁ କହି ଏମନ୍ତ ବ୍ରହ୍ମାଣ୍ଡ ଅଟଇ। ବ୍ରହ୍ମା ଯେ ଚାରି ବେଦ କଲା ଚାରି ବେଦରୁ ସୃଷ୍ଟି ହେଲା। ଅର୍ଜୁନ ବୋଲଇ ବଚନ କେମନ୍ତେ ଚାରି ବେଦ ପୁଣ। ସିଦ୍ଧ ବସ୍ତୁ ଚାରି ଅକ୍ଷର ଚାରି ବେଦ ଯେ କେଉଁଠାର। ଚାରି ଅକ୍ଷର ବେଦ ହୋଇ ଏମନ୍ତେ ଚତୁର୍ଦ୍ଧା ବୋଲାଇ। ସି ଯେ ଶୁଣି ବେଦ କହି ଧରେ ପୁଣି ନେତ୍ର ଅଟଇ। ସି ଯେ ଶିଶୁ ବେଦ କହି ଧର ପୁଣି ନେତ୍ର ଅଟଇ। ର ଯେ ବୋଲାଇ ଅଧର ସ୍ତୁ ଯେ ଅଥର୍ବ ନାସିକାର। ବଳଭଦ୍ର ଯେ ସାମ ହୋଇ ରୁକୁ ଯେ ସୁଭଦ୍ରା ଅଟଇ। ଯଜୁର୍ବେଦ ଶ୍ରୀ ଜଗନ୍ନାଥ ଅଥର୍ବ ସୁଦର୍ଶନ ପାର୍ଥ। ନାସିକା ସୁଦର୍ଶନ କହି ଅଧର ସୁଭଦ୍ରା ଅଟଇ। ନୟନ ଜଗନ୍ନାଥ ଜାଣ ସୁଦର୍ଶନଟି ସେ ଦେହେଣ। ଏମନ୍ତେ ଚତୁର୍ଦ୍ଧ ମୂରତି ତତ କହିଲୁ ଶୁଣ କୌନ୍ତି। ସି ଯେ ଶ୍ୟାମ ଶୁକ୍ଳ ବର୍ଣ୍ଣାଧି ଯଜୁ ପୀତ ବର୍ଣ୍ଣ ଚିହ୍ନ। ରଥ ଋଗ୍ବେଦ ହରିତ ସ୍ତୁ ଯେ ଅଥର୍ବ ଲୋହିତ। ଶିଶୁ ବେଦ ନୀଳ ମୂରତି ଏମନ୍ତେ ଆତ୍ମା ସ୍ଥିତ ହନ୍ତି। ପ୍ରାଣାପ୍ୟାନ ବ୍ୟାନ ଉଦାନ ସମାନ ଆତ୍ମାଟି ପ୍ରମାଣ। ଅର୍ଜୁନ ପୁଣି ପଚାରଇ କହିବା ହେଉ ଭାବଗ୍ରାହୀ। ପୃଥିବୀ ଆପ ତେଜ ବାୟୁ ଆକାଶ ପଞ୍ଚଭୂତ କେହୁ। ମନ ଯେ ବୁଦ୍ଧି ଅହଙ୍କାର ଏ ଅଷ୍ଟସୂତ୍ର ପରକାର। କହନ୍ତି ପ୍ରଭୁ ନାରାୟଣ ଶୁଣ ଅର୍ଜୁନ ଦିବ୍ୟ ଜ୍ଞାନ। ପାଦରେ ପୃଥିବୀ ରହଇ ଜାନୁରେ ଆପ ଯେ ବସଇ। ନାଭିରେ ଅଗ୍ନି ଯେ ବସଇ ବାୟୁ ଯେ ହୃଦରେ ଚଳଇ। ଆକାଶ ଶିର ଯେ ଅଟଇ ତତେ ଅର୍ଜୁନ ଦେଲି କହି। ମନ ଯେ ନୟନେ ବସଇ ବୁଦ୍ଧି ଯେ ମୁଖଟିକୁ କହି। ଅହଙ୍କାର ଅଟେ ଶ୍ରବଣ ଅଷ୍ଟମୂରତି ବୀର ଶୁଣ। ଏମନ୍ତେ ଦେହ ପରକାଶ କହନ୍ତି ପ୍ରଭୁ ପୀତବାସ। ନନ୍ଦ ମୁଖ ଶାମକୁ କହି ଶାମ ଯେ ବେଦକୁ ବୋଲାଇ। ସୁଦାମା ସଖା ଯେ ଅଚ୍ୟୁତ ଏମନ୍ତ ହୋଇ ଶୁଣ ପାର୍ଥ। ସ୍ୱରୂପ ମଠ ନାଶା କହି ଯଶବନ୍ତ ଶାଖା ବୋଲାଇ। ପ୍ରକାଶ ମଠ ସେ ନୟନ ଅନନ୍ତ ଶାଖା ଅଟେ ବାମ। ଚୈତନ୍ୟ ମଠ ସେ ଶ୍ରବଣ ସୁବାହୁ ବଳ ବଳରାମ। ଶୂଦ୍ରଟି ଶିଶୁ ବେଦ କହି ତହୁଁଟି ପବନ ବହଇ। ଗଜ ଯେ ମୁଖରେ ଆବରି ଏମନ୍ତ ବୋଲାଇଛି ଶିରି। ଅଥର୍ବ ଅଟଇ ଶ୍ରବଣ ଧ୍ୱନି କି ଅନାହତ ଜାଣ। ଏ ଧ୍ୱନି ଅଖଣ୍ଡ ବୋଲାଇ ବ୍ରହ୍ମକୁଣ୍ଡଳୀ ୟାକୁ କହି। ଆକାର ଉକାର ମକାର ଏହିଟି କ୍ରୟ ତତ୍ତ୍ୱ ସାର। ନାଦ ବିନ୍ଦୁରଟି ବାହାର ଅବନା ବର୍ଣ୍ଣଟି ମକାର।
ପରେ ଯେ ରଜସ ଶବଦ ଚାରିଜୁଣ ବେଢ଼ ରହିବ। ତେଣୁ ତୁରିତ ମାତ୍ରା ସାର ଆକାର ମକାର ସକାର 16 ନାମ ଯବତୀ ସାକ୍ଷର ରାଜ୍ୟ ସେ ପଶୁଛି ମୁଖର। ମୁଖରେ ଶବଦ ଯେ ରହି ତେଣୁ ତା ନାମ ଯିବ କହି। ଜୀବଟି ଏଣୁ ଜିହ୍ୱା କହି ଯା ସଙ୍ଗେ ପରମ ଖେଳଇ। ତାକୁ ତଳରେ ଅଟେ ବାଟ ତହିଁରେ ବସେ ଗଳା ହାଟ। କର ଧରିଣ ମୋହ ପାଣି ପାଶି ସେ ହାଟେ ପଞ୍ଚମନ ବସି। ଶତ ଦଳ ପଦ୍ମରେ ଥାଇ ଅମର ଭ୍ରମର ଖେଳଇ। ରଙ୍ଗା ଚରଣ ଯାହା କହି ରମ୍ବିତ ଅମୃତ ଝରଇ। ବ୍ରହ୍ମରନ୍ଦୃଶ ଗଳଇ ଲମ୍ବକ ଘଣ୍ଟିବାକୁ କହି। ଘଣ୍ଟିକା ଆଦି ଯେ ପୁରୁଷ କହନ୍ତି ପ୍ରଭୁ ପୀତବାସ। ଉପରେ ଦନ୍ତ ଓଷ୍ଠ ସନ୍ଧି ଶିଶୁ ମୁନା କହେ ଅବଧି। ତାଳୁକା ବେଦୀ ଦନ୍ତ ମୂଳେ ବାଟ ଫିଟିଛି ନିରିମଳେ। ଜିହ୍ୱା ତଳରେ ଏକ ବାଟ ଈଶ୍ୱର ପାତିଛନ୍ତି ଜଟ। ଶ୍ରୀହରି ବୋଲନ୍ତି ଅର୍ଜୁନ ତତେ କହିବା ସାବଧାନ। ଦୋମୁହାଁ ସର୍ପ ପେଟ ରେଣ ଲାଞ୍ଜ ମୁଖ ଏକଠା ବେଣ। ପିତି ତ୍ରିକୁଟ ପରେ ଫେଇ ନିରାକାରକୁ ବେଢ଼ି ରହି। ଇଅଁଳା ପିଅଁଳା ତ୍ରିକୁଟ ଯିବ ପରମ ଶଙ୍କର ଭେଟ। ସାଧବ କାଳିନ୍ଦୀ ଯେ କହି ତ୍ରିକ୍ଷର ତ୍ରିପଦୀ ବୋଲାଇ। ହାଡ଼ ମାଂସ ପୃଥିବୀ ହୋଇ ରଜଷଡ଼ ରସ ବୋଲାଇ। ଯା ଖାଇ ଅଗ୍ନି ଭସ୍ମ କରେ ପବନ ବହେ ଆକାଶରେ। ପୁଣି ଅର୍ଜୁନ ପଚାରଇ ମନକେ କହ ଭାବଗ୍ରାହୀ। ମନଟି ମତ ହସ୍ତି ଜାଣ ତତେ କହିଲି ତ ଅର୍ଜୁନ। ପ୍ରଥମେ ହେଲା ଏକାକ୍ଷର ତହିଁରୁ ଜାତ ଦ୍ୱିଅକ୍ଷର। ମୁନିଙ୍କ ନିଶ୍ଚଳ ସେଠାକୁ ଗୁପତି କହିଲୁ ତାହାଙ୍କୁ। ଦିବ୍ୟ ମୂରତି ଅବତାର ସ୍ୱର୍ଗମଣ୍ଡଳ ଚିନ୍ତା କର। ଚିନ୍ତା ଯୋଗ ସମାସ ହୋଇ ଶିବ ଶକ୍ତି ହୋଇ ବସଇ। ଶ୍ରୀହରି ଅର୍ଜୁନେ ବୁଝାଇ ଅଜ୍ଞାନ ସାଧି ଦେବ ଫେଇ। ଅର୍ଜୁନ ପ୍ରଣମିତ ହୋଇ ଭୋନାଥ ଦେଲ ଯେ ବୁଝାଇ। ଅଟେ ଜ୍ଞାନୀ ଗଣେ ଦୂର ଭେଦାଇ ଦେଲା ମୋ ହୃଦର। ଚିନ୍ତା ଯୋଗ ସମାଧି କରି ଭୋନାଥ କହିଲୁ ବିସ୍ତାରି। ଜପ ତପ ଯଜ୍ଞ ସାଧନ ନୁହେଁ ଯେ ଏହାର ସମାନ। ହରି ଅର୍ଜୁନ ଗୁପ୍ତ ଜ୍ଞାନ ଯେ ଶୁଣେ ଖଣ୍ଡେ ପାପମାନ। ଶ୍ରୀହରି ଅର୍ଜୁନ ଚରଣେ ଶରଣ ଗଲି ଭୃତ୍ୟପଣେ। ଭୃତ୍ୟପଣକୁ ସରି ନହି ନିରତେ ଶରଣ ପଶଇ। ଗୁପତ ଜ୍ଞାନ ତତ୍ତ୍ୱରସ ଭଣିଲେ ବଳରାମ ଦାସ। ଇତି ଶ୍ରୀ ବ୍ରହ୍ମ ବିଦ୍ୟାୟାଂ ପାରମହଂସ୍ୟାଂ ସଂହିତାୟାଂ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ। ଅର୍ଜୁନ ବୋଲଇ ଗୋସାଇଁ କଥାଏ ପଚାରଇ ମୁହିଁ। ଏ ଦେହେ କ୍ଷେତ୍ର କେଉଁ ମାନ ତାହା କହନ୍ତୁ ଭଗବାନ। ଶ୍ରୀହରି ବୋଲନ୍ତି ଅର୍ଜୁନ ଶୁଣଃ ଏଥିର କାରଣ। ପାଦଟି ଜନ୍ମ ଯାଜପୁର ବରାହ ନାଥ ବିହାର। ଦେବ ବିରଜାଇ ଭୁବନ ଉତ୍ତମେ ଯମର ଆସ୍ଥାନ। ବାସେଳି ଦେବୀଙ୍କର ପୁର କଟି ଉପରେ ତା ବିହର। କଟି କଟକ ବୋଲି କହି ପୂର୍ବ ବାଳକଟିକି କହି। ତୋ ପେଟ ଖଣ୍ଡିକିରି ଜାଣ ସିଦ୍ଧମାନଙ୍କ ଗୁପ୍ତ ସ୍ଥାନ। ନାଭିତା ଯେ ଭୁବନେଶ୍ୱର ତୁଳସୀ ଚଉରା ଉଦର। ପେଜ ନଳା ନାମ ବଲିଣ ଶୁଣ ହେ ଭକତ ଉତ୍ତମ। ଡାହାଣ ଭୁଜ ବଟେଶ୍ୱର ପାର୍ବତୀ ଦେବୀଙ୍କ କୁମର। ଚନ୍ଦ୍ରଭାଗାଟି ବାମ ଭୁଜ କଣ୍ଠ 18 ନଳା ହେଜ। ମୁଖଟି ସିଂହ ଦ୍ୱାର ବୋଲି ଜୟ ବିଜୟ ବେନି ଦ୍ୱାର।
ବାମ ନାସାଟି କୁମ୍ଭକର୍ଣ୍ଣ, ଡାହାଣ ନାସାଟି ରାବଣ। ତ ମୁଖ ତିନି ପାଟ ଯେହୁଁ, 22 ପାବ ଛାଟି ସେହୁ। ମୁଖ ଭିତରେ ଯେଉଁ ଦନ୍ତ, ସେଠି 16 ମହାମନ୍ତ୍ର। ତଳେ 16 ଶାଖା ମାଳ, ଉପରେ 16 ଶାଖା ପୁର। ତଥି ଉପରେ ତ୍ରିକୁଟର, ଅଷ୍ଟସଖୀଙ୍କର ବିହାର। ନାସାର ଅର୍ଦ୍ଧଠାରୁ ଜାଣ, କାଉଁରୀ ମଣ୍ଡଳ ତା ନାମ। 2 ପତାଟି 2 ଲାଳ, ଅର୍ଦ୍ଧ ମାତ୍ରାରେ ତହିଁ ଦ୍ୱାର। ତଥି ଉପରଟି ଗଣନ, ମୁଖ ନାସିକା ବେନି କର୍ଣ୍ଣ। ତଥି ଉପରେ ଗଲା ହାଟ, ନାହାର ସବଦ ବାଟ। ଘଣ୍ଟିକା ଏହୁ କଳ୍ପବଟ, ପ୍ରଳୟ କାଳେ ତହିଁ ଭେଟ। ନାମ ଗରୁଡ଼ ଖମ୍ବ ବୋଲି, ଯାହା ପୁଛିଲ କହିଦେଲି। ବାମ ପୁଡ଼ାରେ ଚନ୍ଦ୍ର ସ୍ଥିତି, ଡାହାଣ ପାଶେ ସୂର୍ଯ୍ୟ ଜ୍ୟୋତି। ଦକ୍ଷିଣ ପୁଡ଼ା ଯିବ ବହି, ବାମରେ ପରମ ଅଟଇ। ତୋଳା ଭିତରେ ଧଳା ହେତୁ, ଶ୍ରୀ ବଳଭଦ୍ର ହଲେ ସେହୁ। ତହିଁ ଉପର ବଳି ଯେହୁଁ, ସୁଭଦ୍ରା ଦେବୀ ଅଟେ ସେହୁଁ। ତହିଁରେ ପିତୁଳା ଯେ ଜାଣ, ଶ୍ରୀ ଜଗନ୍ନାଥ ତାହୁଁ ଚିହ୍ନ। ତହିଁରେ ଯେଉଁ ଅଟେ ବର୍ଣ୍ଣ, ନିରଞ୍ଜନଟି ସେହୁ ଜାଣ। ଏ ଦିବ୍ୟପୁରେ ଅଛି ଯେହୁଁ, ଅଜନୀ ସମ୍ଭୂତଟି ସେହୁ। ଏମନ୍ତେ ପଞ୍ଚବେଦ ଦେବ ଜାଣ, ଏଥୁ ଦେବତା ନାହିଁ ଅନ୍ୟ। ଏଥୁ ଅଧିକ ଜ୍ଞାନ ନାହିଁ ଆଉ, ଯାହା କହିଲେ ମହାବାହୁ। କହଇ ବଳରାମ ଦାସ, ଗୁପତ ଟୀକା ମହାରସ। ଏହା ଯେ ପଢ଼ିବେ ଶୁଣିବେ, ସକଳ ଦୁସ୍ତରୁ ତରିବେ। ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦ, ଶୁଣନ୍ତେ ନ ଲାଗେ ପ୍ରମାଦ। ଅର୍ଜୁନ ଶ୍ରୀହରି ଚରଣେ, ଶରଣ ଗଲି ଭୃତ୍ୟପଣେ। ଶ୍ରୀହରି ଚରଣକୁ ଆସ, କହିଲା ବଳରାମ ଦାସ। ଇତି ଶ୍ରୀ ବ୍ରହ୍ମ ବିଦ୍ୟାୟାଂ ପାରମହଂସ୍ୟାଂ ସଂହିତାୟାଂ ଶ୍ରୀକୃଷ୍ଣ ଅର୍ଜୁନ ସମ୍ବାଦେ ଗୁପ୍ତଗାଥାୟାଂ ନାମ ଅଷ୍ଟମୋଧ୍ୟାୟ।